ଏଭଳି ଶରୀରର ମହିଳା ହୋଇଥାନ୍ତି ବହୁତ ଭାଗ୍ୟଶାଳୀ। ନମସ୍କାର ବନ୍ଧୁଗଣ, ନାରୀଙ୍କୁ ବୁଝିବା କାଠିକର ପାଠ ଅଟେ। ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝିପାରିନଥିଲେ। ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥର ରଚନା କରିଛନ୍ତି, କିନ୍ତୁ ସେମାନେ ମଧ୍ୟ ସଠିକ୍ ଭାବରେ ନାରୀମାନଙ୍କ ସ୍ୱଭାବକୁ ବୁଝିପାରିନଥିଲେ। ଏମିତିରେ ଘରର ସ୍ତ୍ରୀକୁ ଘରର ଲକ୍ଷ୍ମୀ ବୋଲି ମନାଯାଇଥାଏ। ଘରର ବୈଭବ ସେହି ଘର ଥିବା ସ୍ତ୍ରୀର ଚରିତ୍ର ଉପରେ ନିର୍ଭର କରିଥାଏ। କୁହାଯାଇଥାଏ ଯେ ଘରର ସ୍ତ୍ରୀକୁ ଘରର ସ୍ୱର୍ଗ ସଦୃଶ ବନାଇଥାଏ, କିନ୍ତୁ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇଥାଏ। ଶାସ୍ତ୍ରରେ ସ୍ତ୍ରୀମାନଙ୍କର କେତେଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି। କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀକୁ ଚରିତ୍ରହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀକୁ ଭାଗ୍ୟଶାଳୀ ବନାଇଥାଏ। ଏହି ଶାସ୍ତ୍ରରେ ପ୍ରତ୍ୟେକ ନାରୀର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ତେବେ ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ନାରୀମାନଙ୍କ ଶରୀରରେ ଥିବା ଏଭଳି କିଛି ଲକ୍ଷଣ ସମ୍ବନ୍ଧରେ କହିବୁ ଯାହା ସେମାନଙ୍କୁ ଭାଗ୍ୟଶାଳୀ ବନାଇଥାଏ। ତେବେ ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା। 1. ବନ୍ଧୁଗଣ, ପ୍ରଥମତଃ ଯେଉଁ ନାରୀମାନଙ୍କର ମୁହଁ ତାଙ୍କ ପିତା ସଦୃଶ ହୋଇଥାଏ ସେମାନଙ୍କୁ ବହୁତ ଶୁଭ ବୋଲି ମନାଯାଇଥାଏ। ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ମନରେ ଛଳ କପଟ ନଥାଏ ଏବଂ ଏମାନେ ସର୍ବଦା ପରିବାରକୁ ଯୋଡ଼ି ରଖିଥାନ୍ତି। 2. ବନ୍ଧୁଗଣ, ଦ୍ୱିତୀୟତଃ ଯେଉଁ ନାରୀମାନଙ୍କର ନାକ ଲମ୍ବା ହୋଇଥାଏ ଏବଂ ନାକର ଅଗ୍ରଭାଗରେ କଳାଜାଇ ରହିଥାଏ ସେହି ନାରୀମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମନାଯାଇଥାଏ ଏବଂ ନାକରେ ଯେକୌଣସି ସ୍ଥାନରେ କଳାଜାଇ ରହିଲେ ମଧ୍ୟ ତାହା ଶୁଭ ହୋଇଥାଏ। ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। 3. ବନ୍ଧୁଗଣ, ତୃତୀୟତଃ ଯେଉଁ ନାରୀମାନଙ୍କର ମଥା ମଝିରେ କଳାଜାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହିଭଳି ନାରୀଙ୍କୁ ଯେଉଁ ପୁରୁଷ ବିବାହ କରନ୍ତି ସେ ସର୍ବଦା ଖୁସିରେ ରୁହନ୍ତି ଏବଂ କେବେ ବି ଆର୍ଥିକ ପରିସ୍ଥିତିର ସାମ୍ନା କରନ୍ତି ନାହିଁ। 4. ବନ୍ଧୁଗଣ, ଚତୁର୍ଥତଃ କିଛି ନାରୀମାନଙ୍କର ପାଦରେ ପଦ୍ମ ଏବଂ ଶଙ୍ଖ ଚକ୍ରର ଚିହ୍ନ ରହିଥାଏ। ଯଦିଓ ଏଭଳି ଲକ୍ଷଣ ବହୁତ କମ୍ ନାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ, କିନ୍ତୁ ଯେଉଁ ନାରୀଙ୍କ ମଧ୍ୟରେ ଏଭଳି ଲକ୍ଷଣ ରହିଥାଏ ସେମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି ଏବଂ ନିଜ ପରିବାରର ନାମକୁ ଉଜ୍ଜ୍ୱଳ କରିଥାନ୍ତି। ଏଭଳି ଲକ୍ଷଣ ଥିବା ନାରୀ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ନ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ମାତ୍ରାରେ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।